ଏଗାର ଘଟିକା ସମୟରେ ନୀଳଗିରି ଡାକବଙ୍ଗଳା ପରିସରରେ ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ୱର ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ ସଭାପତି ବ୍ରଜକିଶୋର ପାଣିଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ 12ଟି ବ୍ଲକର ସମସ୍ତ କର୍ମକର୍ତ୍ତାମାନଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ବାରିକ, ଜିଲ୍ଲା ଉପସଭାପତି ଜୀବନ କୃଷ୍ଣ ବାରିକ, ସଂଗଠନ ସମ୍ପାଦକ ଭଗବାନ ଦାସ, ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଲୋକନାଥ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ପ୍ରଧାନ, ଅନାଦି ନାୟକ, ସରିତ ସପନ ପଣ୍ଡା, ଆତ୍ମାନନ୍ଦ ଦାସ, ମନୋଜ ଭୂୟାଁ, ଦୀପକ ପ୍ରଧାନ, ସଜୟ ସାମନ୍ତ, ବ୍ରଜକିଶୋର ପାଣି, ଶଙ୍କର୍ଷଣ ମହାନ୍ତି, ସନ୍ଦୀପ ପଣ୍ଡା, ଶେଖ ତାଜିବୁଦ୍ଦିନ, ପରଶୁରାମ ନାୟକ, ମାନସ ବେଜ, ଗୋପାଳ ବିଶ୍ୱାଳ, ବିଭୂତି ଭୂଷଣ ବେହେରା, ମିଡିଆ କୋର୍ଡିନେଟର ପ୍ରମୋଦ କୁମାର ସିଆଳଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନୂତନ ସଭ୍ୟ ଭାବେ ଖଇରା ବ୍ଲକର ମହେନ୍ଦ୍ର ସିଂହଳ, ହେମନ୍ତ ସାହୁ, ନୀଳଗିରି ବ୍ଲକରୁ ଜଗନ୍ନାଥ ଦାସ, ସତ୍ୟବ୍ରତ ମଲ୍ଲିକ, ଧର୍ମେନ୍ଦ୍ର ମହାକୁଳ ପ୍ରମୁଖ ନୂତନ ସଭ୍ୟ ଭାବେ ଯୋଗ ଦେଇଥିଲେ। ସେମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା। ଏଥିରେ ରାଜ୍ୟ ସଂଘର ପ୍ରମୁଖ 6 ଗୋଟି ଦାବିର ଯଥାର୍ଥତାକୁ ସମର୍ଥନ ଜଣାଇ ଆସନ୍ତା 29 ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ 2 ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବାର ନିଷ୍ପତ୍ତି ନିଆଗଲା। ଏପ୍ରିଲ 31 ତାରିଖ ଦିନ 6 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବାର ସର୍ବସମ୍ମତି ନିଆଗଲା। ଏତଭିନ୍ନ 1 ତାରିଖ ଶ୍ରମିକ ଦିବସ ପ୍ରତ୍ୟେକ ସାମ୍ବାଦିକ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ସଭାରେ ବାଲେଶ୍ୱର ସଦର ବ୍ଲକର ସଭାପତି ଭାବେ ଜୀବକୃଷ୍ଣ ବାରିକ ଏବଂ ରେମୁଣା ବ୍ଲକର ଦୀପକ କୁମାର ପରିଡ଼ାଙ୍କୁ ସଭାପତି ଭାବରେ ନିଷ୍ପତ୍ତି ନିଆଗଲା। ସର୍ବଶେଷରେ ଆଗାମୀ 29 ତାରିଖ ସଂଘର ପ୍ରତ୍ୟେକ ସଦସ୍ୟଙ୍କୁ ସକାଳ 8:30 ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ଅନୁରୋଧ କରାଯାଇ ସଭା ଭଙ୍ଗ କରାଯାଇଥିଲା। ରିନ୍ୟୁଆଲ ଟାଇମ୍ ଆସିଯାଇଛି। 300 ଟଙ୍କା ଦେଇକି ଆମେ ରିନ୍ୟୁଆଲ ଟାଇମ୍ ଘର ଭଡ଼ା ବାବଦରେ ରେନ୍ୟୁଆଲଟାକୁ କହୁଛନ୍ତି। ବଢ଼େଇଲେ କିଛି ଅସୁବିଧା ନାହିଁ। ବାଲେଶ୍ୱର ଯେଉଁ ଘର ଭଡ଼ାଟା ଗୋଟେ ବାଲେଶ୍ୱର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ଆମର ଯେଉଁ ଭଡ଼ା ନେଇ ଆମେ ଅଫିସ୍ କରିଥିଲୁ ତାକୁ ଆମେ କଣ୍ଟିନ୍ୟୁ କରିପାରିଲୁନି, ଭଡ଼ା ଟିକେ ଦେଇପାରିଲୁନି, ସେ ଲୋକଙ୍କୁ ହାତଛଡ଼ା ହେଇଗଲା। ବାଲେଶ୍ୱର ମୁଁ କହିବାକୁ ଚାହୁଁଛି ଯେ ବାଲେଶ୍ୱର ଗୋଟେ ଅଫିସ୍ ହଉ, ସାମ୍ବାଦିକ ସଂଘର ଅଫିସ୍ ହଉ, ସେ ବାବଦରେ ସମସ୍ତେ ଆମେ ଆମେ ଚେଷ୍ଟା କରିବୁ। ଯାହା ଯେମିତି କ୍ଷମତା ଦେଇକି ଆମେ ତାକୁ ବଜାୟ ରଖିବୁ। ଆମେ କିଛି ଦିନ ବହୁ କଷ୍ଟରେ ମୁଁ ବି ଦେଇଛି ନୂତନାଥ ହଉ ଆମର ଭଗବାନ ହଉ ଆମେ ଦେଇକି ଆମେ ତାକୁ ଅଫିସଟା ରଖିଥିଲୁ। ଆମେ କଣ୍ଟିନ୍ୟୁ କରିପାରିଲୁ, ଠିକ୍ ଟାଇମରେ ଭଡ଼ା ଦେଇପାରିଲୁ କରିଛୁ। ବ୍ୟକ୍ତିଗତ ଭାବରେ ବାଲେଶ୍ୱରରେ ଯେତେବେଳେ ଆମେ 29 ତାରିଖ ଦିନ ରାଜ୍ୟ ସଂଘ ଡାକରାରେ ସମଗ୍ର ଓଡ଼ିଶା 6 ଦଫା ଦାବି ନେଇକି ଆମ ସଂଘ ରାଜରାସ୍ତାକୁ ଓହ୍ଲାଇବ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ସେ ସମୟରେ ଆମେ ନୀଳଗିରିରେ ଗୋଟେ ଏଥିପାଇଁ ପ୍ରସ୍ତୁତ ବୈଠକ କଲୁ। ଏ ପ୍ରସ୍ତୁତ ବୈଠକରେ 3 ଗୋଟି ଆଭିମୁଖ୍ୟ ଅଛି। ପ୍ରାଥମିକ ସ୍ତରରେ 29 ତାରିଖ ବନ୍ଦକୁ କିପରି ଭାବରେ ସମଗ୍ର ଯଦିବା ଆମ 30ଟା ଜିଲ୍ଲା 33ଟା ହେଉଛି ସାଂଗଠନିକ ଜିଲ୍ଲା, ତେଣୁ 33ଟି ସାଂଗଠନିକ ଜିଲ୍ଲା ଭିତରେ ବାଲେଶ୍ୱର ହେଉଛି ଗୋଟିଏ ଲଢୁଆ ମାଟି। ବାଲେଶ୍ୱର ହେଉଛି ଗୋଟିଏ ସଂଘକୁ ଆଉ କି ସମସ୍ତ ବଢ଼ିବାର ଅଛି। ଆମେ ଯେଉଁ ଘର ନେଇଥିଲୁ ବାଲେଶ୍ୱରରେ ଏଇ ମେମ୍ବରସିପ୍ ଭାବିଥିଲୁ ମେମ୍ବରସିପ୍ କିଛି ବଢ଼େଇକି ସେଇ ପଇସାରେ ଘର ଭଡ଼ା ଦେବୁ, କିନ୍ତୁ ହେଇପାରିଲା ନାହିଁ। ବୁଲ୍ଲୁ ଭାଇ ମାନେ ସଞ୍ଜୟ ଭାଇ, ଲୋକନାଥ ଭାଇ, ମୁଁ ଆଉ ଗୋଟେ ମଝିରେ ଜୀବନ ଭାଇ, ବ୍ରଜନା ଏର କିଛି ଲୋକ ପଇସା ଦେଇକି ସମ୍ଭାଳିଲୁ କିଛି ଦିନ, କିନ୍ତୁ ବେଶୀ ଦିନ ସମ୍ଭାଳି ପାରିଲୁ। ଯେଉଁଥିପାଇଁ ସେ ଘର ଛାଡ଼ିବା ପାଇଁ ବାଧ୍ୟ ହେଲୁ। ଆଉ ଘର ବୋଧେ ଠିକ୍ ହେଇପାରୁନି, କାରଣ ସାମ୍ବାଦିକଙ୍କୁ ଘର ଦେବା ପାଇଁ କିଛି ଲୋକ ଅସନ୍ତୁଷ୍ଟ ମାନେ ଦେବା ପାଇଁ ଚାହାନ୍ତି। ଭଡ଼ା ପଇସା ଦେବେନି, ଗଣ୍ଡଗୋଳ କରିବେ, କେସ୍ ପତ୍ର କରିବେ, ଦୁନିଆ ନାଟକ ଅଛି। ତେଣୁ ସେଇଥିପାଇଁ କିଛି ଲୋକ ଦେବା ପାଇଁ ଚାହାନ୍ତି। ଯଦିଓ ଆମ ଭିତରେ ଆମକୁ ଯିଏ ଜାଣିଛନ୍ତି ସେ ଦେବେ, ସେମାନେ ଲୋକ ମିଳୁନାହାନ୍ତି। ଯାହାକୁ ଆମେ ବୁଝିପାରୁ। ଆଉ ସବୁଠାରୁ ବଡ଼ କଥା, ଯେହେତୁ ଆମେ ବାଲେଶ୍ୱର ଜିଲ୍ଲାରେ ଗୋଟେ ସଂଘ ଘର ଅଫିସଟେ କରିପାରୁ। ଜଗନ୍ନାଥ ଶିବ ଜଗନ୍ନାଥ ଜଗନ୍ନାଥ ଶିବ ଜଗନ୍ନାଥ ମାରି ପାରେ ସେହି ତାରି ପାରେ ସେହି ମାରି ପାରେ ସେହି ତାରି ପାରେ ସେହି ଗୋଟିଏ ହାତ ଜଗନ୍ନାଥ ଶିବ ଜଗନ୍ନାଥ।